ଆପଣ ଯେତେବେଳେ କୌଣସି ମନ୍ଦିରରେ ଆପଣଙ୍କ ନିଜର ମନସ୍କାମନା ପାଇଁକା ଘଣ୍ଟଟେ ଯାଚନ୍ତି ଘଣ୍ଟିଟେ ଯାଚନ୍ତି ଏଇ ଟାଇପ୍ର ଘଣ୍ଟି ହେଉ ଘଣ୍ଟ ହେଉ ଯାହା ବି ହେଉ ଯାଚନ୍ତି ଆପଣ ଜାଣିବା ଦରକାର ଆପଣ ଯେଉଁ ଜିନିଷଟି ଦାନ ଦେଲେ ତାହା ବ୍ୟବହାର ହେଉଛି କି ନାହିଁ। ଦେଖନ୍ତୁ ଯଦି ଆପଣ ଶିବ ମନ୍ଦିରରେ ଘଣ୍ଟଟେ ଦାନ କରୁଛନ୍ତି ଭୋଗ ସମୟରେ ଯେମିତି ଘଣ୍ଟଟି ବାଜିବା ଦରକାର ଯେତେ ଜୋରରେ ବାଜିବ ସେତେ ଆପଣଙ୍କ ପାପ ନାଶ ହେବ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ। ଯେତେବେଳେ ବି ଆପଣ ଯାହା ବି ଦାନ ଦେଉଛନ୍ତି ଯେଉଁଠି ବି ଦାନ ଦେଉଛନ୍ତି ସେ ଦାନର ମହତ୍ଵ ଅଛି ସେ ମହତ୍ଵ ରହୁଛି କି ଆପଣ ଦେଇଥିବା ଦାନ କାମରେ ଆସୁଛି କି ଜାଣିବା ଦରକାର। ଧରନ୍ତୁ ଆପଣ ଦାନ ଦେଲେ ଘଣ୍ଟଟେ ଦେଲେ ଘଣ୍ଟଟେ ନେଲେ ମନ୍ଦିରରେ ଶିବ ମନ୍ଦିର ହେଉ ଯେକୌଣସି ସମସ୍ତଙ୍କ ମନ୍ଦିରରେ ଆପଣ ଘଣ୍ଟ ଦେଲେ ସେ ଘଣ୍ଟଟି ନ ବାଜିଲା ଲାଭ କ'ଣ ଅଛି। ତ ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର। ମୋର ଆଉ ଏକ ସୁନ୍ଦର ବ୍ଲଗ୍କୁ ଆପଣମାନଙ୍କୁ ୱେଲକମ୍। ତ ବନ୍ଧୁଗଣ ଯେତେବେଳେ ଆପଣ ଦାନ ଦେଉଛନ୍ତି ଚିନ୍ତା କରନ୍ତୁ ସେ ଜିନିଷଟି ଆପଣଙ୍କ ଲାଗୁଛି କି ନା ନାହିଁ। ଆପଣ ଘଣ୍ଟ ଦେଲେ ଯେତେ ଜୋରରେ ବାଜିବ ସେତେ ପାପ ନାଶ ହେବ। ମନେ ରଖନ୍ତୁ ଯେଉଁଠି ବି ଘଣ୍ଟ ଦେଉଛନ୍ତି ସେଠି କୁହନ୍ତୁ ମୋର ଏ ମାନସିକ ଘଣ୍ଟଟି ଆପଣ ପ୍ରତ୍ୟେକ ଦିନ ବଜେଇବେ। ଯଦି ଆପଣ ଘଣ୍ଟି ଦେଉଛନ୍ତି ଏଇ ଘଣ୍ଟିଟି ଟଙ୍ଗା ହେଲା ମନ୍ଦିରରେ ଯିଏ ବି ଆସି ବଢ଼େଇବ ଯେତେ ଥର ଘଣ୍ଟିକି ବଜେଇବେ ସେତେ ଥର ଆପଣଙ୍କର ଉନ୍ନତିର ବାଟ ଖୋଲିଯିବ। ଆପଣ ରାତାରାତି କୋଟିପତିର ରାସ୍ତାରେ ଚାଲିବେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ। ଏହା ଜ୍ୟୋତିଷ ଶାସ୍ତ୍ରରେ ଲେଖା ମାଳିକା ବର୍ଣ୍ଣିତ। ତ ଆପଣ ଯାହା ବି କିଛି ଦାନ ଦେଉଛନ୍ତି ଯେଉଁଠି ବି ହେଉ ମନ୍ଦିର ହେଉ ଯେଉଁଠି ବି ଦାନ ଦେଉଛନ୍ତି ଆପଣଙ୍କ ଦାନର ମହତ୍ଵ ରହିବା ଦରକାର ନିହାତି। କାରଣ ଆପଣ ଦେଇଥିବା ଦାନ ଯଦି ଅନ୍ୟର କାମରେ ଆସିଲା ତାହେଲେ ଆପଣଙ୍କ ଦାନର ମହତ୍ଵ ରହିବା ସହିତ ଆପଣଙ୍କର ପୁଣ୍ୟ ମଧ୍ୟ ହେବ। ଏହିପରି ଯଦି ଆପଣ ମାନିବେ ତାହେଲେ ଆପଣଙ୍କ ପାଇଁକା ମଙ୍ଗଳ ହେବ। ଯେଉଁଠି ଘଣ୍ଟ ଘଣ୍ଟି ଯାହା ବି ଦାନ ଦେଉଛନ୍ତି ସେସବୁ କାମରେ ଆସିବା ଦରକାର ବାଜିବା ଦରକାର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ରହିଲୁ। ଜୟ ଜଗନ୍ନାଥ ଜୟ ଶିବ ଶମ୍ଭୁ।